प्रियात्मन सप्रेम जय जीव आदि मुनीश्वर योगेश्वर परम पूज्य सत्य सम्राट सद्गुरुदेव शिवमुनिंकर वचनामृत रामायणर मर्म देख तुलसीकृत रामायणर प्रथमे कुहाଯାଇଛି स्वांत सुखाय तुलसी रघुनाथ गाथा भाषा निबंधमती मंजुल मातनोती। कौनसी मतवादी रामंकु खुशी करिवा पाई नुहे मात्र निज अंतकरण को खुशी करिवा पाई तुलसीदास एही रामायणर अति सुंदर कथा को हिंदी भाषा रे रचना करिछंती। मात्र आजिकालीर भक्त माने कहउछंती मु मतवादी ईश्वर को खुशी करिवा पाई ए कथा लेखुछि। रामायण इत्यादि प्राचीन ग्रंथ गुड़िकरे ईश्वर मतवादी नथिले। रामायण ईश्वर विषय रे कहूछि मूक होई बाचाल पंगु चढ़ई गिरिवन गहन जासु कृपा सो दयाल द्रवौ सकल कलिमल दहन। जार कृपारू मूक कथा कहिबाकू लागे आउ पंगु बहुत बड़ अगहन पर्वत उपरे चढ़ी जाए आउ जे कलिकालर मूल दहनकारी से दयालु मो उपरे दया करू। समस्त संसार द्वंद्वमय जेपरी राति दिन छोट बड़ पाप पुण्य स्त्री पुरुष आउ सकाळ संध्या सबु दुई दुई सही परी मध्य जड़ चेतन मध्य दुई दुई। पृथ्वी जल अग्नि वायु सुना रूपा लुहापथर ओ आकाश सबु जड़ अपंगु पांच तत्वर तियारी जड़ शरीर मध्य जड़ अपंगु किंतु एथिरे जेतेबेले जीव पसी जाए शरीर ए जड़ अपंगु मध्य कथा कहे पर्वत उपरे चढ़ी जाए किंतु ए जीव जेतेबेले शरीर रु बाहरी जाए ए जड़ शरीर पुणी जड़ पंगु होई जाए एहा गोटिए अक्षर मध्य कही पारे ना आउ पादे मध्य चाली पारे नाही। मतवादी ईश्वर तो मतवादी लोकंक कथा अनुसारे सर्वव्यापक होइथिबारु सब मध्यने रहिछि। जदि ईश्वर जोगु शरीर कथा कहूथांता ओ चालुथांता तेबे मृत शरीर मध्य कथा कहूथांता आउ चालुथांता ଯେଉଁଥିରୁ କି ଏ ଜୀବ ବାହାରି ଯାଇଛି। ତେଣୁ ଜୀବ ଛଡ଼ା ଅନ୍ୟ କୌଣସି ତତ୍ତ୍ୱ ନାହିଁ ଯେ ଆସି ଜଡ଼ ଆଉ ପଙ୍ଗୁ ତତ୍ତ୍ୱକୁ କଥା କହେଇବା ଓ ଚାଲିବାର ଯୋଗ୍ୟ କରିପାରିବ। ଅତଏବ ଈଶ୍ୱରକୁ ମାନୁଥିବା ଏପରି ଲୋକେ ମତବାଦୀ ଈଶ୍ୱରକୁ ମାନୁଥିବା ଲୋକ ନଥିଲେ କିନ୍ତୁ ଏ ଜୀବକୁ ମାନୁଥିଲେ। କାରଣ ଏହାର ଏପରି ଲକ୍ଷଣ ଯେ ଯାହା ମତବାଦୀ ଈଶ୍ୱରର ହୋଇ ନପାରେ। ବ୍ୟାସଦେବ ମଧ୍ୟ ପୁରାଣରେ କହିଛନ୍ତି ମୂକଂ କରୋତି ବାଚାଲଂ ପଙ୍ଗୁଂ ଲଙ୍ଘୟତି ଗିରିମ୍ ଯତ୍କୃପାତମହଂ ବନ୍ଦେ ପରମାନନ୍ଦ ମାଧବମ୍। ଏହାର ମଧ୍ୟ ଠିକ୍ ଏହି ଅର୍ଥ ଯାହାକି ଉପର ଦୋହାର ଅଟେ। ତାତ୍ପର୍ଯ୍ୟ ଏହା ଯେ ଭାରତୀୟ ବିଦ୍ୱାନ ମତବାଦୀ ଈଶ୍ୱରକୁ କେବେ ହେଲେ ମାନୁ ନଥିଲେ। ଏମାନେ ଈଶ୍ୱର ଆଉ ଭଗବାନ ବୋଲି ଏହି ଆତ୍ମାକୁ କହୁଥିଲେ। ଈଶ୍ୱର କହିଲେ ମତବାଦୀ ଈଶ୍ୱରକୁ ବୁଝୁ ନଥିଲେ ମାତ୍ର ଏ ଜୀବକୁ ବୁଝୁଥିଲେ। ତୁଳସୀକୃତ ରାମାୟଣରେ ସ୍ୱୟଂ ରାମ କହିଛନ୍ତି ସମ୍ମୁଖ ହୋଇ ଜୀବ ମୋହି ଜବଉହିଁ ଅଘ ଜନ୍ମ କୋଟି ସଉ ନା ତବହିଁ। ସୁନ୍ଦରକାଣ୍ଡ ଦୋହା 43 ଚୌପାଇ 2। ମତବାଦୀ ଈଶ୍ୱର ତ ଚାରି ପାଖରେ ଆଉ ସମ୍ମୁଖରେ ମଧ୍ୟ ଅଛନ୍ତି। ମନୁଷ୍ୟ ତ ସର୍ବଦା ତାହାର ସମ୍ମୁଖରେ ରହିଛି। ଏ ଜୀବ ମାତ୍ର ଯେ କି ଭିତରେ ଅଛି ତାର ସମ୍ମୁଖସ୍ଥ ମନୁଷ୍ୟ ଯେତେବେଳେ ହୁଏ ସେତେବେଳେ ସଦ୍ଗୁରୁ ଠାରୁ ଶିକ୍ଷା ଲାଭ କରି
ଯୋଗ ବିଧି ଦ୍ୱାରା ମନର ବୃତ୍ତିଗୁଡ଼ିକୁ ବାହାରୁ ଫେରାଇ ମନ ଦ୍ୱାରା ଲେଉଟାଇ ଭିତରକୁ ଦେଖେ। ସେ ସମୟରେ ମନୁଷ୍ୟ ଆତ୍ମାରାମର ସମ୍ମୁଖସ୍ଥ ହୋଇଥାଏ ଆଉ ତାହାର ସମସ୍ତ ପାପ କଟିଯାଏ ଓ ସେ ଜୀବନ୍ମୁକ୍ତ ହୋଇଯାଏ। ଏପରି ଅନେକ କଥା ରହିଛି, ଆଗକୁ ଦେଖନ୍ତୁ। ଶୁଣୁ ସର୍ବଜ୍ଞ ସକଲ ଉରବାସୀ, ବୁଦ୍ଧି ବଳ ତେଜ ଧର୍ମ ଗୁଣରାଶି। ଲଙ୍କାକାଣ୍ଡରେ ଜାମବନ୍ତ କହୁଛନ୍ତି ଯେ ସର୍ବଜ୍ଞ, ହେ ବୁଦ୍ଧିବଳ ତେଜ ଆଉ ଧର୍ମାଦି ଗୁଣଯୁକ୍ତ ଆଉ ସମସ୍ତଙ୍କ ହୃଦୟ ନିବାସୀ ଶୁଣ। ଏହିପରି ତ କୌଣସି ମତବାଦୀ ଈଶ୍ୱର ହୋଇପାରିବେ ନାହିଁ। ଏପରି ତ ଜୀବ ହିଁ ହୋଇପାରିବେ। ଯେ ପର୍ଯ୍ୟନ୍ତ ଏ ଜୀବ ସମସ୍ତଙ୍କ ହୃଦୟରେ ରହିଥାଏ ସେ ପର୍ଯ୍ୟନ୍ତ ସେଥିରେ ବୁଦ୍ଧି, ତେଜ, ବଳ ଆଉ ଗୁଣ ରହିଥାଏ। ଯେତେବେଳେ ଏ ଆତ୍ମାରାମ ଶରୀରରୁ ବାହାରିଯାଏ ସେତେବେଳେ ଶରୀରରେ ନା ବଳ, ନା କୌଣସି ଗୁଣ ଆଉ ନା ଜ୍ଞାନ ରହେ। ମତବାଦୀ ଈଶ୍ୱର ତ ମତବାଦୀ ଲୋକଙ୍କ ଅନୁସାରେ ସର୍ବବ୍ୟାପକ, ସବୁ ସ୍ଥାନରେ ଥାଏ। ତାକୁ ଉରବାସୀ ବୋଲି କାହିଁକି କହିବେ? ଯେ ସର୍ବବ୍ୟାପକ ତାକୁ କଲିକତା ବା ମୁମ୍ବାଇ ନିବାସୀ ବୋଲି କାହିଁକି କହିବେ? ଗୋରଖପୁରରେ ରହୁଥିବା ଲୋକକୁ ଗୋରଖପୁରୀ ଓ ବନାରସରେ ରହିବା ଲୋକକୁ ବନାରସୀ କହନ୍ତି। ଚୀନରେ ରହିଥିବା ଲୋକଙ୍କୁ ଚୀନୀ ଓ ରୁଷରେ ରହିଥିବା ଲୋକଙ୍କୁ ରୁଷୀ କହନ୍ତି। ଏହିପରି ଉରବାସୀ ତ ଜୀବ ହିଁ ଅଟେ। ଆତ୍ମାରାମ ହିଁ ଉରବାସୀ ଅଟେ। ମତବାଦୀ ଈଶ୍ୱର ତ ସର୍ବବ୍ୟାପକ, ତାଙ୍କୁ ଉରବାସୀ କୁହାଯାଇ ନପାରେ। କେହି ଜୀବ ଇଞ୍ଜିନିୟରିଂ ଜାଣେ ତ କେହି ଚାଷ କାମ ଜାଣେ, କେହି ଜର୍ମାନ ଭାଷା ଜାଣେ ତ କେହି ରୁଷ ଭାଷା ଜାଣେ, କେହି ଇଂରାଜୀ ଜାଣେ ତ କେହି ସଂସ୍କୃତ ଜାଣେ। ଏହିପରି ସମଷ୍ଟି ରୂପରେ ଆତ୍ମା ହିଁ ସର୍ବଜ୍ଞ ଅଟେ। ମୋତେ ଜଣେ ପଚାରିଥିଲେ, ଜୀବର ସବୁ ଗୁଣ କେଉଁଠି ବିଦ୍ୟମାନ ରହିଛି? ମୁଁ କହିଥିଲି ଯେ ଆତ୍ମାରେ ସବୁ ଗୁଣ ରହିଛି। ଈଶ୍ୱରର ଧର୍ମ କରିବାର ଗୁଣ ରହିଛି, ମାତ୍ର ପାପ କରିବାର ଗୁଣ ନାହିଁ। ଚୋରି, ଜାଲସାଜି ଓର ବେଇମାନୀ କରିବାର ଗୁଣ ଈଶ୍ୱରର କେଉଁଠି ଅଛି? ଯାହା ସେ କେବେ କରିନାହିଁ ତାକୁ ଚୋର କିପରି କୁହାଯିବ? ମାତ୍ର ଜୀବ ତ ଚୋର ଆଉ ସାଧୁ ମଧ୍ୟ। ତେଣୁ ଜୀବ ହିଁ ସବୁ ଗୁଣର ରାଶି, ଈଶ୍ୱର ନୁହେଁ। ପୁଣି ରାମାୟଣରେ କୁହାଯାଇଛି, ପ୍ରକୃତି ପାର ପ୍ରଭୁ ସବ୍ ଉରବାସୀ, ବ୍ରହ୍ମ ନିରୀହ ବିରଜ ଅବିନାଶୀ। ଉତ୍ତରକାଣ୍ଡ ଦୋହା 72 ଖ.7। ପ୍ରଭୁ ପ୍ରକୃତିର ପରେ ସମସ୍ତଙ୍କ ହୃଦୟରେ ରହିବା ଲୋକ। ବାହାରେ ପ୍ରକୃତିର ପାର ତ ମିଳିବ ନାହିଁ, କାରଣ ବାହାରେ ଚାରିଆଡ଼େ ଅନନ୍ତ ଦିଗ ପର୍ଯ୍ୟନ୍ତ ପ୍ରକୃତି ହିଁ ପ୍ରକୃତି। ପ୍ରକୃତି ସେଠାରେ ବାହାର ଦିଗକୁ ତାକୁ ଛାଡ଼ି ଦେଲେ ଆଉ କିଛି ନାହିଁ। ତେଣୁ ପ୍ରକୃତିର ପାର ମାନେ ଭିତର ଦିଗକୁ, ଯେଉଁଠାରେ ଜୀବ ରହିଛି। ସୂକ୍ଷ୍ମାତି ସୂକ୍ଷ୍ମ ଅତି ସୂକ୍ଷ୍ମ ସେ ବିନ୍ଦୁ ଯେଉଁଠାରେ ଜୀବ ରହିଛି ସେଠାରେ ପ୍ରକୃତି ନାହିଁ। ପ୍ରକୃତି ପାରେ ଭିତର ଦିଗକୁ ଆଉ ତାହା ସୂକ୍ଷ୍ମାତି ସୂକ୍ଷ୍ମ ଯାହା କେନ୍ଦ୍ରବିନ୍ଦୁ, ସେଠାରେ ଜୀବ ରହେ, ଯେଉଁଠାରେ ଜୀବର ହୃଦୟର କେନ୍ଦ୍ର। ତେଣୁ ଜୀବକୁ ଉରବାସୀ ବୋଲି କୁହାଯାଏ। ସେ ସର୍ବବ୍ୟାପକ। ସେ ତ ପ୍ରକୃତିର ଭିତରେ ସମସ୍ତ ସଂସାରରେ ବ୍ୟାପକ। ତେଣୁ ତାକୁ ଉରବାସୀ କୁହାଯିବ ନାହିଁ। ଯେ ସର୍ବବ୍ୟାପକ ସେ ତ ପ୍ରକୃତିର ଭିତରେ ସମସ୍ତ ସଂସାରରେ ବ୍ୟାପକ। ତେଣୁ ତାକୁ ଉରବାସୀ କୁହାଯିବ ନାହିଁ। ଏଥିପାଇଁ ରାମାୟଣରେ ସନକାଦି ମୁନିମାନେ କହିଛନ୍ତି, ସର୍ବ ସର୍ବଗତ ସର୍ବ ଉରାଳୟ, ବସସି ସଦା ହମ କହୁଁ ପ୍ରତିପାଳହୁଁ। ଉତ୍ତରକାଣ୍ଡ ଦୋହା 33 ଚୌପାଇ 7। ଜୟ ଜୀବ।